श्रोता बंधु आज साहित्य धर्मी मनोरमा क्रम शुणु मिनती दास गल्प। कैदी नंबर 66 तोर पुआ आसी जा देखा करी आसबू। आउ मात्र अधघंटा समय अच्छी। माटी हाणु हाणु अटकी गला किछि समय कैदीटी सेमिति नईकी तापरे मुंड उठेला। झाଳରେ गोटापण तिंति सारिଥିଲା। मुंडर झाଳ ସବୁ ତୁଣ୍ଡରେ ଲାଗି ଜୀବନର ଲୁଣିଆପଣକୁ ବତଉଥିଲା। ତାକୁ ଡାକୁଥିବା ସନ୍ତ୍ରୀକୁ ଦଣ୍ଡେ ଅନେଇଲା ଅବିଶ୍ୱାସରେ। ଦୀର୍ଘ 14 ବର୍ଷ ହୋଇଗଲାଣି କେହି ତ ତାକୁ ଭେଟିବାକୁ ଆସିନାହାନ୍ତି। ପୁଣି ସନ୍ତ୍ରୀ ଡାକିଲା, कैदी नंबर 66 तोर। ଆଉ କିଛି ଶୁଣିଲା ନାହିଁ ସେ। ଛାତି ତାର ଚାଉଁ କଲା। ସତେ ଯେମିତି କେଉଁଠି ବିଜୁଳି ଚମକିଲା। ଏକ ନିଶ୍ୱାସରେ ଦୌଡ଼ିଲା। ପଛରୁ ଶୁଭୁଥିଲା, ଆରେ ୟାର ପୁଣି କିଏ ଅଛି? ଏ ରଙ୍ଗଟା ପୁଣି ପୁଅ ପାଇଲା କେଉଁଠୁ? ସାକ୍ଷାତକାର କକ୍ଷକୁ ପ୍ରବେଶ କଲା ସେ। ହୃଦୟର ସବୁ ସ୍ପନ୍ଦନ ଯେମିତି ହାତ ମୁଠାକୁ ଆସିଯାଇଥିଲା। ସେହି କକ୍ଷର ଏପଟେ ଛିଡ଼ା ହୋଇଥିଲା ଏକ ସୌମ୍ୟ ସୁଠାମ ଯୁବକ। ଡେଙ୍ଗା, ବଳିଲା ବାହୁ, ଗୌରବର୍ଣ୍ଣ। ଚିହ୍ନି ପାରିଲାନି କ୍ଷଣେ। ଆଖିର ଜ୍ୟୋତି ବି ତ କମି ଆସିଲାଣି। ଅଚିହ୍ନା ଚାହାଣୀରେ ଅନେଇଲା। ସେପଟୁ ଯୁବକ ଜଣକ ଅତି ଆତୁରରେ ଡାକିଲା, ମା। ବାସ୍ ମୁହୂର୍ତ୍ତେ ଦୌଡ଼ି ଆସି ଲୋହ ବାଡ଼ରେ ହାତ ପଛରେ କୁଣ୍ଡେଇ ପକାଇଲା। ସତେ ଯେମିତି ସମୁଦ୍ରରେ ଜୁଆର ଆସିଛି। ଉଭୟ ଉଭୟଙ୍କୁ ଜାବୁଡ଼ି ଧରିବାକୁ ଚାହୁଁଥିଲେ, ମାତ୍ର ବାଧକ ସାଜୁଥିଲା ଲୋହ ଦଣ୍ଡ ଗୁଡ଼ିକ। ବିପରୀତ ପଟରୁ ହିଁ ଯୁବକର ହାତ ଓ କପାଳକୁ ଚୁମି ଚାଲୁଥିଲା ସେ। ବହୁତ କଷ୍ଟରେ ବାଷ୍ପରୁଦ୍ଧ କଣ୍ଠରେ ପଚାରିଲା, କେମିତି ଅଛୁ ବାବା? କେତେ ବଡ଼ ହୋଇଗଲୁଣି। ଆଉ ଏତିକି ବେଳେ ସନ୍ତ୍ରୀ ଡାକିଲା, ଟାଇମ୍ ଓଭର। ଯୁବକ କହିଲା, ବାସ୍ ଆଉ କିଛି ଦିନ ମା, ଆମେ ପୁଣି ଏକାଠି ରହିବା। ଆଉ ତାପରେ ମୋର ଚାକିରି ବି ହୋଇଯିବ। ଲୁହ ସରସର ମୁହଁରେ ଚାଲି ଯାଉଥିଲା କଏଦୀ ଜଣକ। ଆଉ ତାକୁ ଶୁଭୁଥିଲା, ଭୋଟ ଦେବା କେଉଁଠି, ବାଘ ଚିହ୍ନ ଯେଉଁଠି। ଭୋଟ ଦେବା କେଉଁଠି, ବାଘ ଚିହ୍ନ ଯେଉଁଠି। ଭାଇ ଓ ଭଉଣୀମାନେ ଦୟାକରି ନାଟୁ ମହାଜନଙ୍କ ବାଘ ଚିହ୍ନରେ ଭୋଟ ଦିଅନ୍ତୁ। ନାଟୁ ଭାଇ ଜିନ୍ଦାବାଦ ଜିନ୍ଦାବାଦ। ସରପଞ୍ଚ ଭୋଟ ପାଇଁ ଗାଁ ଗୁଡ଼ିକ ଉଠୁଛି ପଡ଼ୁଛି। ସବୁ ଗାଁ ପରି ଗଜରାର ଗାଁ ବି ବାଦ ପଡ଼ିନି। ଦିନରେ ଜିନ୍ଦାବାଦ ଓ ରାତିରେ ମୁର୍ଗାବାଦ। ମଦ ମାଂସର ବନ୍ୟା। ମଲା କାହିଁକି ଏ ଗାଁରେ ଭୋଟ ହେଉଛି କେଜାଣି? ଗାଁଟା ପୁରା ବୁଡ଼ି ଯାଉଛି ସୋମରସରେ। ମରୁନାହାନ୍ତି। ଗାଁରୁ ଗୋଟିକ ପରେ ଗୋଟିଏ ଝିଅ ଉଭାନ ହୋଇଯାଉଛନ୍ତି। ଆଉ ଏମାନେ ସେଇ ମହାଜନର ଫାନ୍ଦ ବୁଝିପାରୁନାହାନ୍ତି। ଦର୍ପଣ ସାମ୍ନାରେ ବଡ଼ ଟିକିଲିକୁ ମଥାରେ ଲଗାଉ ଲଗାଉ ବଡ଼ ବଡ଼ ହେଉଥାଏ ଗଜରା। ନିଜେ ସଜେଇ ହୋଇସାରି 5 ବର୍ଷର ଚିଣ୍ଟୁକୁ ଭଲ ପ୍ୟାଣ୍ଟ ସାର୍ଟ ପିନ୍ଧେଇ ଘରୁ ବାହାରିଲା। ସାଇକେଲର ପଛପଟେ ପରିବା ଝୁଡ଼ିଟି ରଖି ଆଗରେ ଚିଣ୍ଟୁକୁ ବସାଇ ତାପରେ ସାଇକେଲ ଗଡ଼େଇ ଚାଲିଲା। କେବେ ଆସିଲ କି ଗୋ କାହ୍ନା? ରାସ୍ତାରେ କାହାକୁ ଦେଖି ସାଇକେଲର ବ୍ରେକ୍ ଦେଲା ଗଜରା। ଅଟକି ଗଲା କାହ୍ନା। ମୁହଁଟି ବିକୃତ କରି କହିଲା, ତତେ କେତେ ଥର କହିବି ମୁଁ କାହ୍ନା ନୁହେଁ କାହ୍ନୁଚରଣ। ଆଉ ତୁ ମତେ ଏମିତି ମଝି ଗାଁ ଦାଣ୍ଡରେ ମୁଣ୍ଡ ହଲେଇ ଡାକିବୁ ନାହିଁ, ବୁଝିଲୁ ଗଜାନନ। ବାଟ ଓଢ଼େଇ ଚାଲି ଯାଉଥିଲା କାହ୍ନୁଚରଣ, ଗଜରାର ଛଳ ଛଳ ଆଖି ପ୍ରତି ଦୃକ୍ପାତ ନ କରି। ସାଇକେଲ ପେଲୁଥାଏ ଆଉ କହୁଥାଏ, ହଁ ସେ ଗଜରା ହୋଇନପାରେ କି ଗଜାନନ ହୋଇନପାରେ, କିମ୍ବା ଉଭୟ ଗଜରା ଓ ଗଜାନନର ସମ୍ମିଶ୍ରଣ ହୋଇପାରେ, କିନ୍ତୁ ସେ ମଣିଷଟିଏ ତ। ଆଉ ମଣିଷଟିଏ ଯଦି ମନଟିଏ ତ ଅଛି। ମନ ଥିଲେ ପ୍ରେମ ତ ଥିବ ନିଶ୍ଚିତ। ତେବେ କାହିଁକି କେହି ଭାବି ପାରନ୍ତିନି ତାକୁ ମନ ଥିବା ମଣିଷଟିଏ ବୋଲି? ଏ ମା, ଠିକ୍ କି ଚଲା ସାଇକେଲ, ବାଜୁଛି। ମତେ ଭୋକ ହେଲାଣି। ଭାବନା ତୁଟିଲା ଗଜରାର। ଗଛଟିଏ ଦେଖି ତା ତଳେ ସାଇକେଲ ରଖି ବାହାର କଲା ରୁଟି ଆଉ ଚିନି। ଚିଣ୍ଟୁକୁ ଦେଇ ନିଜେ ବସିଗଲା ପାଖରେ ଥିବା ପଥର ଉପରେ। ପୁଣି ହଜିଗଲା ତା ଭାବନା ରାଜ୍ୟରେ। ସେ ତ ଗଜରା ନଥିଲା, ସେ ଜନ୍ମ ହୋଇଥିଲା ଗଜାନନ ହୋଇ। କିନ୍ତୁ 5-7 ବର୍ଷ ପରେ ତାର ଗୁଣ ସବୁରେ ବିଲକ୍ଷଣ ଦେଖା ଦେଇଥିଲା। ତାକୁ ଗୁଡ଼ି ଉଡ଼େଇବାକୁ ଭଲ ଲାଗୁନଥିଲା, ବରଂ ଭଲ ଲାଗୁଥିଲା କଣ୍ଢେଇ ଖେଳିବାକୁ। ମା ସିନ୍ଦୁର ନାଇଲା ବେଳେ ଅଝଟ କରୁଥିଲା ବିନ୍ଦି ଲଗେଇବାକୁ। ମା ବି ଲଗେଇ ଦେଇ ହସୁଥିଲେ, ବାପା କିନ୍ତୁ ବିଗୁଡୁଥିଲେ। ବଡ଼ ଭାଇ ପଞ୍ଚାନନ ଚିଡ଼େଇବା ଛାଡୁ ନଥିଲା। ସମୟ ସ୍ରୋତରେ ଜୀବନ ଡଙ୍ଗାଟି ଭାସି ଯାଉଥିଲା, ହେଲେ ତାର କୂଳ କିନାରା ନଥିଲା। ସେ ଏ କୂଳର କି ସେ କୂଳର ହେଇପାରୁନଥିଲା। ସାରା ଗାଁ ସ୍କୁଲର ସାଙ୍ଗସାଥି ଟାହିଟାପରା କରୁଥିଲେ, ସେ କିନ୍ତୁ ପୁରା ଭାବରେ ବୁଝିପାରୁନଥିଲା। ଶ୍ରେଣୀର କାହ୍ନୁଚରଣ ତାକୁ ଭାରି ଭଲ ଲାଗେ, ମାତ୍ର କାହ୍ନୁଚରଣ ମଧ୍ୟ ତା ସଙ୍ଗେ ମିଶିବାକୁ ଚାହେଁନା। ଯେଉଁଦିନ ଭାଇ ତାକୁ ହସ୍ପିଟାଲରୁ ଆଣିଲେ, ଘରେ ବହେ ଛେଚିଲେ। ଘରୁ ତଡ଼ିଦେବାକୁ ବାପାଙ୍କୁ କହିଲେ। ବାପା, ଏ ରହିଲେ ଆମ ଘରର ସମ୍ମାନ ହାନି ହେବ। ବାପା ଚୁପ୍ ଥିଲେ। ମା କିନ୍ତୁ ତାକୁ ଜାବୁଡ଼ି ଧରି କାନ୍ଦିବାକୁ ଲାଗିଲେ। ଭାଉଜ ଆସିବା ପରେ କିନ୍ତୁ ତାକୁ ଘରୁ ତଡ଼ା ହିଁ ହେଲା। ଏବେ ସେ ବି ଭଲ କି ବୁଝି ସାରିଥିଲା ତା ଶରୀରଟି ନାରୀ ଓ ପୁରୁଷର ସମାହାର। ସେ ଅର୍ଦ୍ଧନାରୀଶ୍ୱର। ଘରୁ ତ ଚାଲି ଆସିଥିଲା, କିନ୍ତୁ ସେ ଯିବ କୁଆଡ଼େ? ଏକ ବିରାଟ ଶୂନ୍ୟତା ମଧ୍ୟରେ ଏଇ ନାଟୁ ମହାଜନ ତା ହାତ ଧରିଥିଲା। କହିଲା, ଚାଲ ମୋ ସଙ୍ଗେ, ତତେ ହଷ୍ଟେଲରେ ରଖେଇଦେବି।
ନାଟୁ ମହାଜନର ସେ ସହାନୁଭୂତି ସେ ବା କ'ଣ ବୁଝିବ? ସହରରେ ଯେତେବେଳେ ହୋଟେଲରେ ରାତି ହେଲା ସେତେବେଳେ ସେ ଜାଣିଲା ନାଟୁ ମହାଜନର ଉଦ୍ଦେଶ୍ୟ। ରାତିରେ ମାତାଲ ହୋଇ ମାଡ଼ି ବସିଥିଲା ତା ଉପରେ। କେତେ ରାତି ପର୍ଯ୍ୟନ୍ତ ଦଳି ଚକଟି ହୋଇଥିଲା ସେ, ତାର ମନେ ନାହିଁ। ଆଖି ଖୋଲିବା ସମୟରେ ତାପରି କେତେ ଅର୍ଦ୍ଧନାରୀଙ୍କ ଗହଣରେ ସେ ନିଜକୁ ଆବିଷ୍କାର କଲା। ଆଉ ସେଇଠୁ ଆରମ୍ଭ ହେଲା ତାର କଳଙ୍କିତ ଅଧ୍ୟାୟ। ଦଳର ମୁଖିଆ ହେବେ ବୋଧେ। ତାର ମୁହଁ ଟିକେ ପଚାରିଲେ, ତୋ ନାଁଟା କ'ଣ କିରେ? ଗଜାନନ। ହୋ ହୋ ହୋଇ ହସି ଉଠିଲେ ସମସ୍ତେ। ମୁହଁରେ ଆଙ୍ଗୁଠି ଦେଇ ଚୁପ୍ ରହିବାକୁ ଇସାରା କଲା ମୁଖିଆ। ନା, ତୁ ଗଜାନନ ନୁହଁ, ତୁ ଗଜରା। ଫୁଲ ଗଜରା ପରି ସୁନ୍ଦର, କିନ୍ତୁ ଛିଣ୍ଡି ଯିବା ପରି ଗଜରା ନୁହଁ, ସମସ୍ତଙ୍କୁ ବାନ୍ଧି ଦେବା ପରି ଗଜରା। ସେହିଦିନୁ ଗଜାନନର ମୃତ୍ୟୁ ହୋଇ ଗଜରାର ଜନ୍ମ ହେଲା। ତାଳିମାରି ଷ୍ଟେସନରୁ ଟଙ୍କା ଆଦାୟ, ବାହାଘର, ଜନ୍ମଦିନରେ ନାଚି ରୋଜଗାର କରିବା ହେଉ କି ଘୃଣ୍ୟ ପିପାସାର ତୃପ୍ତିର ବ୍ୟବସାୟ, ସବୁ କଳା ତାକୁ ଆପଣାଇ ନେଲା ସେ। ଗୋଟିଏ ବର୍ଥଡେ ପାର୍ଟିରେ ନାଚି ଯାଇଥିବା ବେଳେ ଭେଟ ହୁଏ କାହ୍ନୁଚରଣ ସହ। ତା ନାରୀ ମନଟି କାହ୍ନା କହି ଡାକିଦେବାକୁ ବାଧ୍ୟ କରେ। ମାତ୍ର କାହ୍ନୁଚରଣ ଘୃଣା କରେ। ଘୃଣା ତଥା ସମ୍ମାନ ହାନି ଭୟରେ ତାକୁ ଦେଖି ଆଡ଼େଇ ଯାଏ। ପ୍ରଶ୍ନ ଉଠେ ମନରେ ତାର, ସତରେ କ'ଣ କେଉଁ କିନ୍ନର ମନରେ ପ୍ରେମ ଦୀପ ଜଳିପାରେ ନା? ପ୍ରେମ କରିବା କ'ଣ ଖାଲି ନାରୀ ବା ପୁରୁଷର ଅଧିକାର? ସେ ଯାହା ହେଉ, ନିରୋଳାରେ କାହ୍ନୁଚରଣ କୁହେ ତା ଘରର କଥା। ବୋଉ ତାକୁ ଝୁରି ଝୁରି ପରପାରିକୁ ଗଲା ପରେ ବାପ ବି ଆଉ ଉଧେଇଲେନି। ସବୁଠୁ ଦୁଃଖର କଥା, ଏକା ସାଙ୍ଗରେ ଭାଇ ଭାଉଜଙ୍କ ଆକ୍ସିଡେଣ୍ଟ, ଆଉ ତହିଁରେ ତାଙ୍କର ମୃତ୍ୟୁ। ଛୁଆଟି କେଉଁ ଆଶ୍ରମରେ ବଢୁଥିବା କଥା। ରହିପାରେନି ଗଜରା। ଗାଁକୁ ଚାଲି ଆସିଲା। ବୁଝାବୁଝି କରି ତା ଭାଇର ପୁଅ ଚିଣ୍ଟୁକୁ ଆଣିଲା। ଏବେ ଯେମିତି ଚିଣ୍ଟୁ ହିଁ ତା ଜୀବନ ଡଙ୍ଗାର ମଙ୍ଗ। ଏ ମା, ପାଣି ଦେ। ତନ୍ଦ୍ରା ତୁଟିଲା ତାର। ଚିଣ୍ଟୁର ମୁହଁକୁ ତା ପଣତରେ ପୋଛି ଭିଡ଼ି ଆଣିଲା କୋଳକୁ। ଏଇ ଚିଣ୍ଟୁ, ତାକୁ ମା ଡାକେ। ତା ଶୁଖିଲା ଛାତିରେ ମୁହଁ ରଗଡ଼େ। ଅଣ୍ଟାରେ ଗୋଡ଼ ଲଦି ଶୁଏ। ଚିଣ୍ଟୁକୁ ଗେଲ କରି ସାଇକେଲରେ ବସେଇ ସାଇକେଲ ଗଡ଼ାଇବା ସମୟରେ କେଉଁଠି ଥିଲା ଘୂର୍ଣ୍ଣିଝଡ଼ଟିଏ ମାଡ଼ି ଆସିଲା। ପବନର ବେଗ ବି ବଢ଼ିବାକୁ ଲାଗିଲା। ଚାରିଆଡ଼େ ଅନ୍ଧାର ଦେଖାଗଲା। ବଡ଼ କଷ୍ଟରେ ସାଇକେଲ ପେଲି ଆଗକୁ ବଢ଼ିଲା। କ'ଣ କରିବ ଭାବିବା ସମୟରେ ରାସ୍ତା କଡ଼ର ଭଙ୍ଗା ଆଜବେଷ୍ଟସ୍ ଘରଟି ଉପରେ ଆଖି ପଡ଼ିଗଲା। ବର୍ଷା ବି ଆରମ୍ଭ ହୋଇସାରିଥିଲା। ଉଭୟ ଭିଜି ବି ଯାଇଥିଲେ। ଗଜରା ଚିଣ୍ଟୁକୁ ନେଇ ସେଇ ଭଙ୍ଗା ଆଜବେଷ୍ଟସ୍ ଛାତ ତଳେ ଆଶ୍ରୟ ନେବାକୁ ଆସିଲା। ଚିଣ୍ଟୁର ଆଖିରେ ବାଲି ପଶି ଯାଇଥିଲା। ନିଜ ପ୍ରତି ଦୃକ୍ପାତ ନ କରି ଛାତିରୁ ଶାଢ଼ୀଟି କାଢ଼ି ଚିଣ୍ଟୁକୁ ପୋଛିବାକୁ ଲାଗିଲା, ଏକ ଉଶ୍ୱାସର ନିଶ୍ୱାସ ମାରି। ହଠାତ୍ ଗଜରାର ଆଖିରେ ଅନ୍ଧକାର ଛାଇଗଲା। କିଛି ଢାଙ୍କି ହେଲା ତା ମୁହଁରେ। ସେ ଚିତ୍କାର ବି କରିପାରୁନଥିଲା। ଏକ ଅଟ୍ଟହାସ୍ୟ ଶୁଭୁଥିଲା। ଆଉ ଶୁଭୁଥିଲା ଚିଣ୍ଟୁର ମା ମାର ବିକଳ ରଡ଼ି। ଅଳ୍ପ କ୍ଷଣର ବ୍ୟବଧାନ। ହଠାତ୍ ଆକ୍ରମଣକାରୀର ଅଟ୍ଟହାସ୍ୟ କିନ୍ତୁ ଆର୍ତ୍ତନାଦରେ ପରିବର୍ତ୍ତିତ ହେଲା ଓ ଗଜରାର ବନ୍ଧନ ହୁଗୁଳା ହେବାକୁ ଲାଗିଲା। ବିଦ୍ୟୁତ୍ ଫୁର୍ତ୍ତିରେ ଗଜରା ନିଜକୁ ମୁକ୍ତ କରି ନେଇ ଛିଡ଼ା ହେଲା। ସେହି ସମୟରେ ବିଜୁଳି ଝଟକିଲା, ଯେଉଁଥିରେ ବିସ୍ମିତ ହୋଇଗଲା ଗଜରା। ନାଟୁ ମହାଜନର ପୁଅ ଭିକୁ ମହାଜନର ହାତକୁ ଚିଣ୍ଟୁ ଜୋରରେ କାମୁଡ଼ି ଧରିଛି। ଅନେକ ଅନେକ ଦିନର ଗଚ୍ଛିତ ଗରଳର ଯେମିତି ଫୁତ୍କାର ଛୁଟିଲା ଗଜରାର ଦେହ ଓ ମନରେ। ଆଖି ତାର ଲାଲ ହୋଇ ଉଠିଲା। ହୃଦୟର ସ୍ପନ୍ଦନ ବଢ଼ିବାକୁ ଲାଗିଲା। ହିତାହିତ ଜ୍ଞାନ ସବୁ ହଜିଗଲା କ୍ରୋଧର ଅଥଳ ଗର୍ବରେ। ତା ଭିତରେ ଥିବା ଈଶ୍ୱର ତାଣ୍ଡବ ଆରମ୍ଭ କରିସାରିଥିଲେ। ନିଜର ପିନ୍ଧା ଶାଢ଼ୀର ଆଞ୍ଚଳ ଭିକୁର ବେକକୁ ଭିଡ଼ି ଧରିଲା ଗଜରା। ବାପ ମୋ ଜୀବନକୁ କଳଙ୍କିତ କରିଥିଲା। ଏବେ ପୁଅ ଅନ୍ୟ କାହା ଜୀବନକୁ କଳଙ୍କିତ କରିବା ଆଗରୁ ଗଜରା ମାଳ ଫାଶି ସାଜିବ। କିଏ ଜାଣି କେତେ ସମୟ ସେମିତି ଚାପି ଧରିଲା ସେ। ଚିଣ୍ଟୁର କାନ୍ଦ ଭରା ଡାକ, ମା ଚାଲ, ବର୍ଷା ଛାଡ଼ିଲା ରେ ସଂଜ୍ଞା ଫେରି ପାଇଲା। ସେହି ଅବସ୍ଥାରେ ଚିଣ୍ଟୁକୁ ଧରି ଫେରି ଆସିଲା ଗଜରା। ପଡ଼ି ରହିଲା ତାର ଶାଢ଼ୀଟି। ପରଦିନ ପୋଲିସ ଭ୍ୟାନରେ ବସି ଯାଉଥିଲା ଗଜରା। ଦେଖୁଥିଲା ତାର ଅବୋଧ ଚିଣ୍ଟୁକୁ। ଓଲଟି ଦେଖିଲା କଏଦୀ ଗଜରା। ପ୍ରତୀକ୍ଷା କକ୍ଷର ଗେଟ୍ ଖୋଲି ବାହାରକୁ ଯାଉଥିବା ଚିଣ୍ଟୁ। ଶୁଣିଲେ ସାହିତ୍ୟ ଧର୍ମୀ ମନୋରମା କ୍ରମରେ ମିନତୀ ଦାସଙ୍କର ଗଳ୍ପ ଗଜରା। ଶ୍ରୋତାବନ୍ଧୁ, ଏହି କାର୍ଯ୍ୟକ୍ରମକୁ ଆମେ ଏଇଠି ରଖୁଛୁ।